ପହଞ୍ଚାଇଛୁ ନୟାଗଡ଼ ଜିଲ୍ଲା ସ୍ଥିତ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ସିଧାମଳା ଗ୍ରାମ ପଞ୍ଚାୟତ ଗୋକୁଳାନନ୍ଦ ପୀଠରେ। ଆସନ୍ତୁ ବୁଲି ଦେଖିବା ଏହି ଗୋକୁଳାନନ୍ଦ ପୀଠର ବିଭିନ୍ନ ସୌନ୍ଦର୍ଯ୍ୟପୂର୍ଣ୍ଣ ଜାଗା ଏବଂ ପାଖରେ ବହିଯାଇଥିବା ମହାନଦୀର ଦୃଶ୍ୟ। 1993 ମସିହାରେ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ନୟାଗଡ଼ ଜିଲ୍ଲା। ଏହି ଜିଲ୍ଲା ଦେଇ ବହିଯାଇଛି ଓଡ଼ିଶାର ବଡ଼ ନଦୀ ମହାନଦୀ। ଏହି ମହାନଦୀ କୂଳରେ ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ଗୋକୁଳାନନ୍ଦ ପୀଠ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ସିଧାମୂଳା ପଞ୍ଚାୟତରେ ଅବସ୍ଥିତ ଏହି ପୀଠଟି ଭୁବନେଶ୍ୱର ଠାରୁ 90 କିଲୋମିଟର ଏବଂ ନୟାଗଡ଼ ଠାରୁ 41 କିଲୋମିଟର ଦୂରରେ ଅବସ୍ଥିତ। ସ୍ୱାମୀ ରାମଲକ୍ଷ୍ମଣ ଜୀ ମହାରାଜଙ୍କ ସ୍ମୃତିରେ ଏହି ଆଶ୍ରମଟି ତିଆରି ହୋଇଛି। ମୁଖ୍ୟ ମନ୍ଦିରରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ପୂଜା ପାଉଥିବା ବେଳେ ପାର୍ଶ୍ୱରେ ଅନେକ ଛୋଟ ବଡ଼ ମନ୍ଦିରମାନ ଶୋଭା ପାଉଛି। ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କଲାଭଳି ସୁନ୍ଦର ସୁନ୍ଦର ମୂର୍ତ୍ତି ଯଥା ଗଜ ଉଦାହରଣ ବେଶ, ରାମ ଲକ୍ଷ୍ମଣ ସୀତା ଆଦି ମୂର୍ତ୍ତିମାନ ଦେଖିବାକୁ ମିଳିଥାଏ। ମହାନଦୀ କୂଳରେ ଅବସ୍ଥିତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପୀଠଟିକୁ ପ୍ରାୟତଃ ବର୍ଷକ ଯାକ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଏହି ସ୍ଥାନଟିକୁ ଓଡ଼ିଶା ସରକାରଙ୍କ ଦ୍ୱାରା 2009 ମସିହାରେ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିଲା। ଏହି ସ୍ଥାନକୁ ଯିବା ପାଇଁ ପାହାଡ଼ ଦେହରେ ଘାଟି ରାସ୍ତା ଦେଇ ଯିବାକୁ ପଡ଼ିଥାଏ। ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ପର୍ଯ୍ୟଟକମାନଙ୍କର ରହିବାର ବ୍ୟବସ୍ଥା ମଧ୍ୟ ରହିଛି। ଏହି ଗୋକୁଳାନନ୍ଦ ପୀଠଟି ମହାନଦୀ କୂଳରେ ରହିଥିବାରୁ ନୌକା ବିହାର ମଧ୍ୟ ସୁବିଧା ରହିଛି। ଅପରୂପ ପ୍ରାକୃତିକ ଶୋଭା ରାଶିରେ ବିମନ୍ତ୍ରିତ ଶ୍ରୀ ଗୋକୁଳାନନ୍ଦ ପୀଠରେ ମହାନଦୀର ନୌକା ବିହାରର ମଜା ନିଆରା। ତେଣୁ କଥାରେ ଅଛି 12 ଗାଁକୁ 13 ଗାଡ଼ିଆ, ତାକୁ କହିବା ନୟାଗଡ଼ିଆ। ପ୍ରକୃତରେ ଯିଏ ନୟାଗଡ଼କୁ ଥରେ ବୁଲିବାକୁ ଆସିଛି ସିଏ ଜାଣିଛି ନୟାଗଡ଼ ତାର ଉନ୍ମୁକ୍ତ ହସ୍ତରେ ନିଜର ଅତିଥିମାନଙ୍କୁ ସ୍ୱାଗତ କରେ। ଏହାର ଚତୁଃପାର୍ଶ୍ୱରେ ଘେରି ରହିଥିବା ପଞ୍ଚବନାନୀର ଶୋଭା ହେଉଛି ଅବିସ୍ମରଣୀୟ। କିନ୍ତୁ ଆଜି ଏହି ଗୋକୁଳାନନ୍ଦ ପୀଠଟିକୁ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିଲେ ମଧ୍ୟ ଯିବା ପାଇଁ ଓସାରିଆ ରାସ୍ତା ନାହିଁ, ବିଶୁଦ୍ଧ ପାନୀୟ ଜଳ ଏବଂ ଇଲେକ୍ଟ୍ରିର ବ୍ୟବସ୍ଥା ମଧ୍ୟ ନାହିଁ। ଏହାର ବିକାଶ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେଉନାହାନ୍ତି। ତୁରନ୍ତ ଏହି ପର୍ଯ୍ୟଟନ ସ୍ଥଳୀ ପ୍ରତି ଦୃଷ୍ଟି ଦେଇ ଉନ୍ନତିକରଣ କାର୍ଯ୍ୟ ପାଇଁ ସାଧାରଣରେ ଦାବି ହେଉଛି। ଅକ୍ଷୟ କୁମାର ପାଣି କମଳା ଏଠାର ପୂଜକ ଗୋକୁଳାନନ୍ଦ ପୂଜକ। ଏଠି ପୂଜା କରିବାର ମୋର 25 ବର୍ଷ ହେଇଗଲାଣି। 1999 ମସିହାରୁ ଏଠି ପୂଜା କରୁଛି। ନନ୍ଦଙ୍କ ମନ୍ଦିରର ମାନେ ଆମେ ପିଲା ତ ହେଇଥିଲୁ, ଏଇ ଜାଗାଟା ପୁରାପୁରି ଶୂନ୍ୟ ହେଇକି ଥିଲା। ଆମର ସ୍ୱାମୀ ରାମଲକ୍ଷ୍ମଣ ଦାସ ମହାରାଜ ଏଠି ଆସିବାରେ ଏଠି ରହିଲେ। ଆମର ଏଇ ଯେଉଁ ମନ୍ଦିର ଯେଉଁଠି ହେଇଛି, ମନ୍ଦିର ପ୍ରାଙ୍ଗଣ ଯେଉଁଠି ମନ୍ଦିର ହେଇଛି, ଏଇଠି ମହାପ୍ରଭୁ ପଥର ଗୁମ୍ଫା ହେଇକି ପୂଜା ପାଉଥିଲେ। ଏଠି ଆମର ହରିହର ସିଂ ଯେଉଁ ରଜା, ସିଏ ତାଙ୍କର ଅପୁତ୍ରିକ ଥିଲେ। ସିଏ ଏଠି ଆସିବେ ମାନେ ନଦୀ, ଏଠି ବାଟଘାଟ କିଛି ନଥିଲା, ସେ ନଦୀ ବାଲିଆ ଆସିକି ଗାଁ ଲୋକ ତାଙ୍କୁ ସଚେତନ କରି ଧରିକି ଆସିକି ଏଠି ପଥରଟେ ପକେଇକି ସିଏ ବିଭୂତି ସିଂ ଜନ୍ମ ହେଲେ। ଏଠୁ ଆଙ୍କର ପ୍ରଭାବ ଧୀରେ ଧୀରେ ଠାକୁରଙ୍କର ବଢ଼ିଲା ମନ୍ଦିରର। ବଢ଼ିକି ତାପରେ ବାବା ଆମର ସ୍ୱାମୀ ରାମଲକ୍ଷ୍ମଣ ଦାସ ସେ ପିଲାଦିନରୁ ସନ୍ନ୍ୟାସୀ ହେଇଯାଇଥିଲେ। ସେ ଆମ ଓଡ଼ିଶାକୁ ଆସିଲା ପରେ ଗାଁ ବାଲା ତାଙ୍କୁ ନଦିଆ ସଂକୀର୍ତ୍ତନ କରିକି ଆଣିଥିଲେ। ଆଣିକି ସେଇଠି ଆସିକି ରହିଲା ପରେ ଗାଁ ବାଲାଙ୍କୁ ବେଠି କାଠ କରିକି ମନ୍ଦିର ହରିକା ସବୁ ତିଆରି କଲେ ଆଉ। ମୋ ନାଁ ହେଲା ସ୍ମିତା ଦଳେଇ। ମୁଁ ଏଇ ସିଧାମଳା ଗ୍ରାମବାସୀବୃନ୍ଦ। ମୁଁ ଏଠାକୁ ଛୋଟରୁ ଆସୁଅଛି। ଏଇଟା ଏହି ପାଖରେ ମହାନଦୀ ବହିଯାଉଛି। ଏ ମନ୍ଦିର ବହୁତ ପୁରୁଣା ମନ୍ଦିର ହେଲେ ବି ଏଠାର କିଛି ବି ଆଜି ଯାଏଁ ଉନ୍ନତି ବୋଲି କିଛି ବି ହେଇପାରିନାହିଁ। ଏଠାରେ ସରକାରଙ୍କ ନଜର ବି କିଛି ପଡ଼ୁନାହିଁ। ଏଠାରେ ଆଲୋକ ପାଣିର ବ୍ୟବସ୍ଥା ବି ଠିକ୍ ଭାବରେ ନାହିଁ। ସୁଦୂରରୁ ପର୍ଯ୍ୟଟକମାନେ ଏଠିକି ବହୁତ ଆସୁଛନ୍ତି, ହେଲେ ବି ବହୁତ ଅସୁବିଧାର ସମ୍ମୁଖୀନରେ ପଡ଼ୁଛନ୍ତି। ଏଠାରେ ଯଦି କିଛି ବି ଉନ୍ନତି କରାଯାଇପାରନ୍ତା, ଏଠା ବହୁତ ଆହୁରି ନାଁ ହୁଅନ୍ତା। ଓଟା ବି ଆମକୁ କହିବାକୁ ବହୁତ କଷ୍ଟଦାୟକ ହେଉଛି, କହିପାରିବୁନି। ଏତେ ଭଲ ଲାଗୁଛି ଯେ କିନ୍ତୁ ଏଇ ଜାଗାକୁ ନ ଆସିଲେ ବରଂ ଲୋକ ରହିପାରିବେ। ଯାହା ଦେଖିବେ କ'ଣ ଅଭାବ ଅନୁଭବ କ'ଣ ଆଉ ଟିକେ ଠାକୁରଙ୍କର ଯଦି ଯେମିତି ତୀର୍ଥ ସ୍ଥାନ ସବୁ ମାନେ ଇମ୍ପ୍ରୁଭ୍ କରୁଛି, ଆଉ ଟିକେ ଇମ୍ପ୍ରୁଭ୍ କଲେ ବି ଲୋକମାନେ ଉପକୃତ ହୋଇପାରିବେ। ମୋ ନାଁ ହେଲା ଚନ୍ଦ୍ରଶେଖର ସ୍ୱାଇଁ, ଗୋକୁଳାନନ୍ଦ ପରିଚାଳନା କମିଟିର ସମ୍ପାଦକ। ପୀଠ ଦୀର୍ଘ ଦିନରୁ ରହିଥିଲା, କିନ୍ତୁ ଏଠିକି ବାଟଘାଟ ନଥିଲା। ଆମର ସ୍ୱାମୀ ରାମଲକ୍ଷ୍ମଣ ଦାସ ମହାରାଜଙ୍କ ତତ୍ତ୍ୱାବଧାନରେ ଏ ବାଟ କରାଯାଇ ତାଙ୍କ ତତ୍ତ୍ୱାବଧାନରେ ଗ୍ରାମବାସୀଙ୍କ ସହଯୋଗରେ ଏ ମନ୍ଦିର ସବୁ କରାଗଲା ଏବଂ 1994 ମସିହାରେ ଏଟାକୁ ପ୍ରତିଷ୍ଠା କରାଗଲା। ପ୍ରତିଷ୍ଠା ପରେ 2009 ମସିହାରେ ଇଏ ଟୁରିଜିମର ମାନ୍ୟତା ପାଇଲା।
କିନ୍ତୁ ମାନ୍ୟତା ପାଇଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏଠିକି ସରକାରଙ୍କର ଦୃଷ୍ଟି ଆଢ଼ୁଆଳରେ ରହିଯାଉଛି। ଏଠି ନାହିଁ ନାହିଁରେ ସବୁ କଥା ଚାଲିଛି। ଏଠି ପାନୀୟ ଜଳର ସୁବିଧା ନଥିଲା, ଏବେ କିଞ୍ଚିତ ପରିମାଣରେ ହେଇଛି। ଏଠି ପାନ୍ଥ ନିବାସ ନାହିଁ ଯାତ୍ରୀମାନଙ୍କ ପାଇଁ, ଶୌଚାଳୟ ନାହିଁ, ଆଲୋକୀକରଣର ବ୍ୟବସ୍ଥା ନାହିଁ। ଏ ପୀଠର ଉନ୍ନତି ପାଇଁ କୌଣସି ପ୍ରକାର ଧ୍ୟାନ ସରକାର ଦେଉନାହାନ୍ତି। ତେଣୁକରି ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ଆମେ ସରକାରଙ୍କୁ ଅନୁରୋଧ କରୁଛୁ, ସବୁଆଡ଼େ 5T ମାଧ୍ୟମରେ ଉନ୍ନତିକରଣ କରାଯାଉଥିଲା ମଧ୍ୟରେ, କିନ୍ତୁ ଏଠାରେ ପୁରା ଅବହେଳିତ ଅଛି। ତେଣୁକରି ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରାଯାଉଛି, ଏହାକୁ 5T ମାଧ୍ୟମରେ ନେଇକି ଏ ପୀଠର ଉନ୍ନତି କରାଗଲେ ଆମେ ବହୁତ ଉପକୃତ ହେବୁ ସିଧାମୂଳା ଗ୍ରାମବାସୀ। ସିଧାମୂଳାରୁ ମାନସ ସେଠୀଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।